ଦି ଘଣ୍ଟା ହେଲା ବାହାରେ ଆସିକି ବସିଛୁ। ତାଲା ପକାଇଛି, ଆମେ କେମିତି ଯିବୁ ଭିତରକୁ? ଆମେ ଜାଣିନୁ କିଏ ତାଲା ପକେଇଛି। ଆମେ ଆଇଲା ବେଳକୁ ତାଲା ପକାଇଛି, ସବୁ ଛୁଆ ଏଇଠି ଠିଆ ହେଇଛନ୍ତି। ତାର ମାନେ ଦିଦି ମାନେ ବି ଠିଆ ହେଇଛନ୍ତି, ଦେଇ ଦେଇଛନ୍ତି ଚାବି ଫାବି ଦେଇ ଦେଇଛନ୍ତି। ଆମେ ହଇରାଣ ହଉଛୁ। ଆମେ ଘଣ୍ଟେ 2 ଘଣ୍ଟା ହେଲା ବସିଛୁ। କଣ ପାଇଁ ତାଙ୍କର କିଏ ଦେଇ ଦେଇ ପଳେଇଛି। ମାନେ ପାଠ ପଢିକି ଆସିବେ, ଦେଖିଲା ବେଳକୁ 2 ଘଣ୍ଟା ହେଲା ଛୁଆ ରାସ୍ତାରେ ବସିଛନ୍ତି, ଗାଡି ଆକ୍ସିଡେଣ୍ଟ ହେଇଥାନ୍ତା। ଏ ଧୂଳି ମୁଳି ରାସ୍ତାରେ ଇନଫେକ୍ସନ ହବ, କିଏ ବୁଝେ ସେ ବେଲା? ତାପରେ ତମର ସ୍କୁଲରେ କଣ ପୁରୁଣା ରାଗ ଅଛି? ସାରଙ୍କୁ ଆମର ଗେଟ୍ ଖୋଲିକି କଥାବାର୍ତ୍ତା ହେବା କଥା, ଗାର୍ଡିଆନ ମିଟିଂ ଡାକିବା କଥା। ଟୋଟାଲ ଆମେ ଜାଣିନାହୁଁ ଆଜି ପର୍ଯ୍ୟନ୍ତ। କଣ ତାଙ୍କ କଥା ବୁଝିକି ତାଙ୍କୁ ଦଣ୍ଡ ଦିଅନ୍ତୁ, ଆମ ପିଲାଙ୍କୁ ହଇରାଣ ନ କରନ୍ତୁ। गेट कहीं ताला पर जाए मुझे जानने मु 6:15 गेट पाखरे पहुंचली मो स्कूल गेट बाद आउटे रिंग रो घोरा है कि अपन चाबी उठे पड़छ मु अजन मु से से कमिटी जनैली कोन की चाबी कमिटी गला हम जानि तापर मु मो एमडीएम ऑफिस को मध्ये अपन ए बात जनैली तापर से कहले आप कमिटी डाकन कमिटी कोन करे डिसीजन तापर ना तो या है कि तापर कमिटी तापर अपन जोगाजोग करछ मु के तो जानने जे कोन पे किछि इन्फॉर्मेशन नै कमिटी पर कमिटी कला मु भी जानने किए पकेजी आज किए भी पकला से अपन गेट पाखरे प्रेजेंट नथिला तापर पछरे इंक्वायरी कला पर अपन से जो अपन कहउजंती से मु चाप देछ बोली से आसी स्वीकार करथिल तो मु जानने कि कमिटी प्रथर कला जे हम तो जाननो ଆମେ ତ 7 ବର୍ଷ ଦୀର୍ଘ ଏସଏଚଜି ସୁଚାରୁ ରୂପେ ମଧ୍ୟାହ୍ନ ଭୋଜନ ପ୍ରଯୋଜ ମଧ୍ୟାହ୍ନ ଭୋଜନ ପଇସା ଆମର ଶ୍ରୀ ଜଗବନ୍ଧୁ ଜେନା ହଡପ କରିଛନ୍ତି ତ ଆମକୁ କିଛି ଟୋଟାଲ ହିସାବ ଦଉନାହାନ୍ତି କମିଟି ମାଧ୍ୟମରେ ଆମ ଏସଏଚଜି ଗ୍ରୁପକୁ ଖାଦ୍ୟରୁ ବହିଷ୍କାର କରିଛନ୍ତି ତାର କିଛି ତଦନ୍ତ ହଉନାହିଁ ଆମେ ବିଭିନ୍ନ ଆଡିକି ଗ୍ରିଭେନ୍ସର ଦେଲୁ ଭଦ୍ରକ ଗ୍ରିଭେନ୍ସର କଲେକ୍ଟରଙ୍କୁ ଜଣେଇଥିଲୁ ଆଉ ତ କେତେ ଦିନ ନୁହେଁ ଆଜ୍ଞା ଆମ ଏଇ ଡେଟ୍ର ଆମ ପ୍ରେସିଡେଣ୍ଟ ଚେଞ୍ଜ କଲୁ ଆମେ ଲିଖିତ ପତ୍ର ଆଜ୍ଞା ରଖିଛୁ ତାପରେ ଆମେ ଆରଟିଆଇ ମାଗିଲୁ ଆମ ଏସଏଚଜି କାଟିଛନ୍ତି ଆମେ ଜାଣିନାହୁଁ ତାପରେ ଯେତେବେଳେ ଆରଟିଆଇ ମାଗିଲୁ ଆମେ ସେଇଠୁ ଜାଣିଲୁ ତ କମିଟି ମାଧ୍ୟମର ପଛପଟରୁ ତୀର ମାରିଲା ଭଳିଆ ଆମକୁ ସେ କାଟିକି କମିଟି ମାଧ୍ୟମର କିଛି ତାର ରିଜିନ ନାହିଁ ଆମକୁ ରିଜିନ କିଛି ଜଣାଉନାହାନ୍ତି କି ଆମକୁ କିଛି କହୁନାହାନ୍ତି ତ ଆମେ ବାଧ୍ୟ ହେଲୁ ଆମକୁ ପିଲାଙ୍କୁ ହଇରାଣ କରିବା ଆମର ମୁଖ୍ୟ ଲକ୍ଷ୍ୟ ନୁହେଁ ଆମ ପ୍ରାପ୍ୟ ଆମେ ପାଇମୁ ଆମ ଏସଏଚଜି କେମିତି କାଟିଛନ୍ତି ଆମେ ସେଇ ବାବଦର ସଲ୍ୟୁସନ କରିବା ଆମ କଥା ଯେତେବେଳେ କେହି ନ ଶୁଣିଲେ ତ ଆମେ ଆଜ୍ଞା ଆମେ ଜଣେଇଛୁ ହଉଛି ମ୍ୟାଡାମ କହିଲେ ଅମ୍ୟ ସାର୍ ବୁଝେ ଅମ୍ୟ ସାର୍ଙ୍କୁ ଆମେ 15 ଦିନ ହେଲା ଯାଇକି ଦେଖା କରୁଛୁ ତା ଲିଖିତ ବି ଦେଇଛୁ ସେ ସାର୍ ବି କହିଲେ ଯେ କି ଆମେ ଆପଣଙ୍କର ତାଙ୍କର ପଇସା ପତ୍ର ସବୁ ଠିକ ଅଛି ମୁଁ ସାର୍ ଏଇ ଡେଟ୍ରେ ଦେଖନ୍ତୁ ଆମେ ରିଜୁଏଲେସନ କପି ଦେଲୁ ସେ ଆମ ପାଖରୁ ଗ୍ରହଣ କଲେ ନାହିଁ ବାଇ ପୋଷ୍ଟାଲରେ ଦେଲୁ କହିଲେ ଆଡ୍ରେସ ଭୁଲ ତାକୁ ବି ରିସିଭ କଲେ ନାହିଁ ତ ବିଭିନ୍ନ ପ୍ରକାର ଆମକୁ ଅସୁବିଧାର ସମ୍ମୁଖୀନ କରିବାରୁ ଆମେ ବାଧ୍ୟ ହେଲୁ ଆଜ୍ଞା ଏସଏଚଜି ମାଧ୍ୟମରେ ଚାପି ପକେଇକି ଆମ ପ୍ରାପ୍ୟଟା ଆମେ ପାଇବୁ କେମିତି ସେଇ ଆଲୋଚନା କରିବୁ ଯଦି ଗ୍ରୁପ ପକେଇଥିଲେ ସୂର୍ଯ୍ୟ ଏସଏମସି मेंबर ଯଦି ଗ୍ରୁପ ପକେଇଥିଲା ଗ୍ରୁପ ର ସେକ୍ରେଟାରୀ ପ୍ରେସିଡେଣ୍ଟ କାନ୍ତି ଆଉ कोन ପାଇଁ ପକାଇଥିଲା ଆମେ ରିଜିନ न जानले बंदे छुआ भीतर को पसेते दमु कोन ପାଇଁ ସେ ତାଙ୍କର ପୁରୁଣା कोन प्रॉब्लम ଅଛି ଆମେ ଏପର୍ଯ୍ୟନ୍ତ ଜାଣି ନାଉ କିଛି ଜଣା ବି ହେଇ ନାହିଁ ସକାଳ ଆସିଲା ବେଳକୁ ଛୁଆଙ୍କୁ ବାହାରେ ବସା ହେଇଛି ଏସଏମସି मेंबर हिसाବରେ ମୁଁ ଏତିକି ଗପିତ ମାଗୁଛି कोन ପାଇଁ ପକା ହେଇଛି ତାପରେ ନନେ पुलिस केस କରିବା ପାଇଁ ଆମେ ବାଧ୍ୟ